हरे राम हरे कृष्ण 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 हरे हरे राम तस्मै श्रीगुरवे नमः। नमो विष्णुपादाय कृष्णपृष्ठाय भूतले श्रीमते वेदांत स्वामिनीति नामिने नमस्ते सरस्वती देवी गौरवाणी प्रचारिणे निर्विशेष शून्यवादी पाश्चात्यदेशतारिणे नमो महावदान्याय कृष्ण प्रेम प्रदायते कृष्णाय कृष्ण चैतन्य नाम्ने गौरतिष्णे नमः। नीलाचल निवासाय नित्याय परमात्मने बलभद्र सुभद्राभ्यां जगन्नाथ इति नमः। हरे कृष्ण। ଏଠାରେ ଉପସ୍ଥିତ ସମସ୍ତ ବୈଷ୍ଣବ ଏବଂ ବୈଷ୍ଣବଙ୍କୁ ମୋର ଦଣ୍ଡବତ ପ୍ରଣାମ। ଶ୍ରୀ ଭଗବାନଙ୍କ ମୁଖରୁ ବର୍ଣ୍ଣିତ ଭଗବତ ଗୀତାର ଶ୍ଲୋକକୁ ବର୍ଣ୍ଣନା କରିବାରେ ମୋର କୌଣସି ସାମର୍ଥ୍ୟ ନାହିଁ। ହେଲେ ବି ପ୍ରଭୁଜୀ ମତେ ଏହି ସେବାର ସୁଯୋଗ ଦେଇଥିବାରୁ ମୁଁ ତାଙ୍କୁ ଧନ୍ୟବାଦ ଜ୍ଞାପନ କରୁଛି। ଆସନ୍ତୁ ଆମେ ସେସନ ଷ୍ଟାର୍ଟ କରିବା। ଭଗବତ ଗୀତା ଦ୍ୱିତୀୟ ଅଧ୍ୟାୟ ସାଂଖ୍ୟ ଯୋଗ ଶ୍ଲୋକ ନମ୍ବର 24। अच्छेद्योऽयमदाह्योऽयं क्लेद्यो शोष्य एव च नित्यः सर्वगतः स्थाणुचालेयं सनातनः। शब्दानुवाद अच्छेद्य अच्छेद्य ଯାହାକୁ କଟାଯାଇ ପାରିବ ନାହିଁ। ଅୟମ ଏହି ଆତ୍ମା ଅଦ୍ୟାୟ ଯାହାକୁ ପୋଡ଼ା ଯାଇ ପାରିବ ନାହିଁ। ଅୟମ ଏହି ଆତ୍ମା ଅକ୍ଲେଦ୍ୟ ଯାହାକୁ ଜଳରେ ବୁଡ଼ାଇ ହବ ନାହିଁ। ଅଶୋଷ୍ୟ ଯାହାକୁ ଶୁଷ୍କ କରାଯାଇ ପାରିବ ନାହିଁ। ଏବଂ ନିଶ୍ଚିତ ଭାବେ ଚ ଏବଂ ନିତ୍ୟଃ ଶାଶ୍ୱତ ସର୍ବଗତଃ ସର୍ବବ୍ୟାପକ ସ୍ଥାଣୁଃ ଅପରିବର୍ତ୍ତନୀୟ ଅଚଳଃ ଅଚଳ ଅୟମ୍ ଏହି ଆତ୍ମା ସନାତନଃ ସନାତନ ଭାବେ ଏକ ପ୍ରକାର। ଅନୁବାଦ ଏହି ଆତ୍ମା ବା ଜୀବାତ୍ମା ଅଚ୍ଛେଦ୍ୟ ଏବଂ ଅକ୍ଲେଦ୍ୟ ଅଟେ, ଅର୍ଥାତ୍ ଏହାକୁ ଖଣ୍ଡ ଖଣ୍ଡ କରି କଟାଯାଇ ପାରିବ ନାହିଁ କିମ୍ବା ପାଣିରେ ବୁଡ଼ାଇ ଦିଆଯାଇ ପାରିବ ନାହିଁ ଏବଂ ଏହାକୁ ପୋଡ଼ି ଦିଆଯାଇ ପାରିବ ନାହିଁ କିମ୍ବା ଶୁଷ୍କ କରି ଦିଆଯାଇ ପାରିବ ନାହିଁ। ଏହା ଚିରନ୍ତନ ସର୍ବବ୍ୟାପକ ଅପରିବର୍ତ୍ତନୀୟ ସ୍ଥାଣୁ ଏବଂ ଶାଶ୍ୱତ ଭାବ ଏକ ପ୍ରକାର ଅଟେ। ଭାବାର୍ଥ ଅଣୁ ଆତ୍ମାର ଏହି ସବୁ ଗୁଣରୁ ପରିଷ୍କାର ଭାବେ ଜଣାଯାଉଛି ଯେ ଜୀବାତ୍ମା ଶାଶ୍ୱତ ଭାବରେ ପରମାତ୍ମାଙ୍କର ଅତି କ୍ଷୁଦ୍ର ଅଂଶ ବିଶେଷ ଅଟେ ଏବଂ ତାହା ଅପରିବର୍ତ୍ତନୀୟ ଅଟେ ଏବଂ ସନାତନ ଭାବେ ସେହି ଅଣୁ ଆତ୍ମା ଭାବରେ ହିଁ ରହେ। ଏ ସ୍ଥଳରେ ବ୍ରହ୍ମବାଦ ସିଦ୍ଧାନ୍ତକୁ ପ୍ରୟୋଗ କରିବା ବଡ଼ କଷ୍ଟକର ଅଟେ, କାରଣ ଜୀବାତ୍ମା ପରମାତ୍ମାଙ୍କ ସହ ଏକ ହୋଇପାରିବ ନାହିଁ। ଭୌତିକ ଦୋଷରୁ ମୁକ୍ତ ହେଲା ପରେ ଅଣୁ ଆତ୍ମା ପରମ ପୁରୁଷ ଭଗବାନଙ୍କର ଅତ୍ୟୁଜ୍ୱଳ ଜ୍ୟୋତି ବା ବ୍ରହ୍ମ ଜ୍ୟୋତିରେ ଏକ ଚିତ୍କଣ ସଦୃଶ ରହିପାରେ, କିନ୍ତୁ ଯେଉଁମାନେ ବୁଦ୍ଧିମାନ ସେମାନେ ପରମ ପୁରୁଷ ଭଗବାନଙ୍କ ସଙ୍ଗ ଲାଭ କରିବା ନିମିତ୍ତ ବୈକୁଣ୍ଠ ଲୋକରେ ପ୍ରବେଶ କରନ୍ତି। ଏଠାରେ ସର୍ବଗତଃ ସର୍ବବ୍ୟାପକ ଶବ୍ଦ ବଡ଼ ଅର୍ଥପୂର୍ଣ୍ଣ ଅଟେ, କାରଣ ଭଗବାନଙ୍କ ସୃଷ୍ଟିରେ ସର୍ବତ୍ର ଜୀବାତ୍ମା ଭରପୁର ହୋଇ ଅଛନ୍ତି, ଏଥିରେ କୌଣସି ସନ୍ଦେହ ନାହିଁ। ସେମାନେ ସ୍ଥଳରେ, ଜଳରେ, ଆକାଶରେ, ପୃଥିବୀରେ ଏବଂ ଏପରିକି ଅଗ୍ନି ମଧ୍ୟରେ ମଧ୍ୟ ଅଛନ୍ତି। ସେମାନେ ଅଗ୍ନିରେ ପୋଡ଼ି ଶୁଦ୍ଧ ହୋଇଯାଆନ୍ତି। ଏହି ଯେଉଁ ବିଶ୍ୱାସ ତାହା ଗ୍ରହଣୀୟ ନୁହେଁ, କାରଣ ଏଠାରେ ପରିଷ୍କାର ଭାବରେ କୁହାଯାଇଛି ଯେ ଆତ୍ମା ଅଗ୍ନିରେ ପୋଡ଼ି ହୋଇପାରିବ ନାହିଁ। ତେଣୁ ସୂର୍ଯ୍ୟଲୋକରେ ଉପଯୁକ୍ତ ଶରୀରଧାରୀ ଜୀବଗଣ ଅଛନ୍ତି, ଏଥିରେ କୌଣସି ସନ୍ଦେହ ନାହିଁ। ଯଦି ସୂର୍ଯ୍ୟଲୋକ ଜୀବ ବସତିହୀନ ହେବ, ତାହା ହେଲେ ଏଠାରେ ବ୍ୟବହୃତ ସର୍ବଗତ ସର୍ବବ୍ୟାପକ ଶବ୍ଦ ଅର୍ଥହୀନ ହୋଇଯିବ। ଏଠାରେ ଶ୍ରୀକୃଷ୍ଣ ଅର୍ଜୁନଙ୍କୁ ଆତ୍ମାର କିଛିଟା ବିଶେଷ ଗୁଣ ବିଷୟରେ ବର୍ଣ୍ଣନା କରିଛନ୍ତି। ଯେମିତିକି ହେଲା, ଏହା ଅଚ୍ଛେଦ୍ୟ ଏବଂ ଅକ୍ଲେଦ୍ୟ, ଅର୍ଥାତ୍ ଏହାକୁ ଖଣ୍ଡ ଖଣ୍ଡ କରି କଟାଯାଇ ପାରିବ ନାହିଁ କିମ୍ବା ପାଣିରେ ବୁଡ଼ାଇ ଦିଆଯାଇ ପାରିବ ନାହିଁ। ଆତ୍ମାକୁ ପୋଡ଼ି ଦିଆଯାଇ ପାରିବ ନାହିଁ କିମ୍ବା ଶୁଷ୍କ କରି ଦିଆଯାଇ ପାରିବ ନାହିଁ। ଆତ୍ମାର ଯୋଉ ଏଇ ସବୁ ଗୁଣ ଯାକ ଆମେ ଏବେ ଜାଣିଲେ, ସେଇଟା ହଉଛି କି ଯୋଉଟା ଆମେ ଆତ୍ମା ସହ କରିପାରିବା ନାହିଁ, କିନ୍ତୁ
ଏହା ବ୍ୟତୀତ ଆତ୍ମାର ଆହୁରି ବି କିଛିଟା ଗୁଣ ଅଛି, ଯେପରିକି ଏହା ଚିରନ୍ତନ, ସର୍ବବ୍ୟାପକ, ଅପରିବର୍ତ୍ତନୀୟ ଏବଂ ଶାଶ୍ୱତ ଅଟେ। ଆତ୍ମାକୁ ଶାଶ୍ୱତ ଏଇଥିପାଇଁ କୁହାଯାଇଛି କାରଣ ଯେହେତୁ ଆତ୍ମା ପରମାତ୍ମାଙ୍କର କ୍ଷୁଦ୍ର ଅଂଶ ଏବଂ ପରମାତ୍ମା ହେଉଛନ୍ତି ଶାଶ୍ୱତ, ସେଇଥିପାଇଁ ଆତ୍ମା ମଧ୍ୟ ଶାଶ୍ୱତ। ଶାଶ୍ୱତ ଆତ୍ମା ଯାହାର ଧର୍ମ ହେଉଛି ଶାଶ୍ୱତ ଧାମକୁ ଫେରି ପରମାତ୍ମାଙ୍କ ସେବା କରିବା ଏବଂ ଏହା ଅପରିବର୍ତ୍ତନୀୟ ଅଟେ। ଫର ଏକ୍ସାମ୍ପଲ, ଯେମିତି ଗୋଟିଏ ଶିଶୁ ଏଇ ଭୌତିକ ଜଗତରେ ଜନ୍ମ ନେଉଛି, ସେ ବାଲ୍ୟ ଅବସ୍ଥାରୁ ଯୌବନ ଅବସ୍ଥା ଏବଂ ଯୌବନ ଅବସ୍ଥାରୁ ବାର୍ଦ୍ଧକ୍ୟ ଅବସ୍ଥାକୁ ଯାଉଛି। କିନ୍ତୁ ଏଠାରେ ଆମକୁ ବୁଝିବାର ଅଛି ଯେ ଏଠାରେ ଭୌତିକ ଶରୀରର ପରିବର୍ତ୍ତନ ଘଟୁଛି, କିନ୍ତୁ ଆତ୍ମାର କୌଣସି ପରିବର୍ତ୍ତନ ଘଟୁନାହିଁ। ବାଲ୍ୟ ଅବସ୍ଥାରେ ଯୋଉ ଆତ୍ମା ଥିଲା ସେଇଟା ହିଁ ସେମ୍ ଆତ୍ମା, ଆଉ ଯୌବନ ଅବସ୍ଥାରେ ମଧ୍ୟ ଯୋଉ ଆତ୍ମା ଅଛି ତାହା ବି ସେମ୍, ଆଉ ଆଗକୁ ବାର୍ଦ୍ଧକ୍ୟରେ ମଧ୍ୟ ସେଇ ସେମ୍ ଆତ୍ମା ରହିବ। ଏହା ଅପରିବର୍ତ୍ତନୀୟ ଅଟେ ଏବଂ ଆତ୍ମା ସନାତନ ଅଟେ। ସନାତନ ମିନ୍ସ ଏହା ଚିରକାଳରୁ ରହି ଆସିଛି, ସୃଷ୍ଟିର ଆରମ୍ଭରୁ ରହି ଆସିଛି। ଭୂତ କାଳରେ ମଧ୍ୟ ଥିଲା, ବର୍ତ୍ତମାନ ମଧ୍ୟ ରହିବ ଏବଂ ଭବିଷ୍ୟତରେ ରହିବ। ଯେମିତି ଯେହେତୁ ଆତ୍ମା ଶ୍ରୀକୃଷ୍ଣଙ୍କର ଅଂଶ ଏବଂ ଶ୍ରୀକୃଷ୍ଣ ମଧ୍ୟ ସୃଷ୍ଟିର ଆରମ୍ଭରୁ ଅଛନ୍ତି ଏବଂ ଆଗକୁ ମଧ୍ୟ ରହିବେ, ଏବଂ ତାଙ୍କର ଯୋଉ ଶାଶ୍ୱତ ଧାମ ଅଛି ସେ ଶାଶ୍ୱତ ଧାମ ମଧ୍ୟ ସୃଷ୍ଟି ଆରମ୍ଭରୁ ଅଛି ଏବଂ ଆଗକୁ ମଧ୍ୟ ରହିବ। ଠିକ୍ ସେଇଭଳି କୃଷ୍ଣଙ୍କର ଅଂଶ ଆମେମାନେ ଯିଏକି ଜୀବାତ୍ମା, ସେମାନେ ମଧ୍ୟ ସନାତନ ଏବଂ ସେଇ ଜୀବାତ୍ମାର ଧର୍ମ ହେଉଛି ସେ ଶାଶ୍ୱତ ଧାମକୁ ଫେରି କୃଷ୍ଣଙ୍କର ସେବା କରିବା। ଏହା ହେଉଛି ଜୀବାତ୍ମାର ସନାତନ ଧର୍ମ। ଏ ସ୍ଥଳରେ ବ୍ରହ୍ମବାଦ ସିଦ୍ଧାନ୍ତକୁ ପ୍ରୟୋଗ କରିବା ବଡ଼ କଷ୍ଟକର। ଏହି ଶ୍ଲୋକରେ ଶ୍ରୀକୃଷ୍ଣ ଯୋଉମାନେ ବ୍ରହ୍ମବାଦ ସିଦ୍ଧାନ୍ତକୁ ଫଲୋ କରନ୍ତି, ଯୋଉମାନେ ନିରାକାରବାଦ, ସେମାନଙ୍କର ଯୋଉ ଚିନ୍ତାଧାରା ଅଛି କି ଜୀବାତ୍ମା ପରମାତ୍ମାଙ୍କ ସହ ମିଶି ପାରିବ, ଏହାକୁ ଶ୍ରୀକୃଷ୍ଣ ଏହି ଶ୍ଲୋକ ମାଧ୍ୟମରେ ଖଣ୍ଡନ କରିଛନ୍ତି। ଯେହେତୁ ଫର ଏକ୍ସାମ୍ପଲ, ଯେମିତି ଭୌତିକ ଜଗତରେ ଗୋଟିଏ ପୁତ୍ର ତାର ପିତାର ଅଂଶରୁ ହିଁ ଆସେ, ଆଉ ସେ ଯଦି ଆଗକୁ ଭାବିବ କି ସେ ତା ପିତା ସହ ଆଗକୁ ସେ ମିଶି ଯାଇ ପାରିବ, ଏହା ସମ୍ଭବ ନୁହେଁ। ସେ ପିତାଙ୍କର ସେବା କରିବ, ସେ ମିଶି ପାରିବ ନାହିଁ। ତ ଠିକ୍ ସେଇଭଳି ଯୋଉ ଜୀବାତ୍ମା ଅଛି ତାର ଧର୍ମ ହଉଛି ଶ୍ରୀକୃଷ୍ଣ ଯିଏକି ଆମର ପରମ ପିତା, ତାଙ୍କର ସେବା କରିବା, ତାଙ୍କ ସହିତ ସେ ମିଶି ପାରିବ ନାହିଁ। ଭୌତିକ ଦୋଷରୁ ମୁକ୍ତ ହେଲା ପରେ ଅଣୁ ଆତ୍ମା ପରମ ପୁରୁଷ ଭଗବାନଙ୍କ ଅତିଜ୍ୱଳ ଜ୍ୟୋତି ବା ବ୍ରହ୍ମ ଜ୍ୟୋତିରେ ଏକ ଚିତ୍କଣ ସଦୃଶ ହେଇପାରେ। ଯଦି ଜଣେ କେହି ଭୌତିକ ଦୋଷରୁ ମୁକ୍ତ ହଉଛି, ଯୋଉ ଭୌତିକ ଦୋଷ ଯାକ ହେଲା କାମ, କ୍ରୋଧ, ମୋହ, ମାଶ୍ଚର୍ଯ୍ୟ, ୟା ଫିର୍ ଯେତେ ବି ଡେମୋନିକ ନେଚର ଅଛି, ତାଠୁ ଯଦି ସେ ମୁକ୍ତ ହଉଛି, ତାହେଲେ ସିଏ ଭଗବାନଙ୍କ ସାମ୍ନାରେ ମାତ୍ର ଚିତ୍କଣ ସଦୃଶ ହିଁ ରହିପାରିବ, କିନ୍ତୁ ସେ କେବେ ବି ଭଗବାନଙ୍କ ସହ ମିଶି ପାରିବ ନାହିଁ। କିନ୍ତୁ ଯୋଉମାନେ କୃଷ୍ଣଙ୍କର ଶୁଦ୍ଧ ଭକ୍ତ, ଯୋଉମାନେ ବୁଦ୍ଧିମାନ, ସେମାନେ କେବେ ବି କୃଷ୍ଣଙ୍କ ବ୍ରହ୍ମ ଜ୍ୟୋତି ସହିତ ମିଶିବାକୁ ଡିଜାୟାର କରନ୍ତି ନାହିଁ। ସେ କେବଳ କୃଷ୍ଣ ଶାଶ୍ୱତ ଧାମରେ ରହି ତାଙ୍କର ସେବା କରିବାକୁ ତାଙ୍କର ଇଚ୍ଛା ରହିଥାଏ। ଆଉ ଆତ୍ମାର ଆଉ ଗୋଟିଏ ଗୁଣ ହେଲା କି ଏହା ସର୍ବବ୍ୟାପକ। ଜଳରେ, ସ୍ଥଳରେ, ଅଗ୍ନି, ଆକାଶରେ, ସବୁ ଜାଗାରେ ଆତ୍ମା ବିଦ୍ୟମାନ। ଫର ଏକ୍ସାମ୍ପଲ, ଯଦି ଆମେ ମାଟିକୁ ଖୋଳୁଛେ, ମାଟି ଖୋଳୁ ଖୋଳୁ ତା ଭିତରେ ଛୋଟ ଛୋଟ କୀଟ ମାନେ ଆମକୁ ଦେଖା ଯାଉଛି। ସେଇ କୀଟରେ ମଧ୍ୟ ଜୀବନ ପ୍ରବାହ ହଉଛି, ତାମାନେ ତା ଭିତରେ ମଧ୍ୟ ଆତ୍ମା ଅଛି। ଆଉ ଠିକ୍ ସେଇଭଳି
ଆକାଶରେ ଆମେ ଯୋଉ ପକ୍ଷୀ ମାନଙ୍କୁ ଦେଖୁଛି ସେମାନେ ବି ଉଡୁଛନ୍ତି, ତାଙ୍କ ଭିତରେ ମଧ୍ୟ ସରି ଜୀବନର ପ୍ରବାହ ହଉଛି। ତାହେଲେ ସେମାନଙ୍କ ଭିତରେ ମଧ୍ୟ ଆତ୍ମା ଅଛି। ସ୍ଥଳରେ ଯୋଉ ମଣିଷ ହେଲେ, ତାପରେ ପଶୁ ହେଲେ, ତାଙ୍କ ଭିତରେ ମଧ୍ୟ ଆତ୍ମା ବିଦ୍ୟମାନ। ଇଭେନ୍ ଅଗ୍ନିରେ ମଧ୍ୟ ଆତ୍ମା ବିଦ୍ୟମାନ। ଯୋଉ ସାଇଣ୍ଟିଷ୍ଟ ମାନେ ଅଛନ୍ତି ସେମାନେ ଏହା ଇନଭେଣ୍ଟ କରିଛନ୍ତି କି ଅଗ୍ନିରେ ଅଗ୍ନି ବ୍ୟାକ୍ଟେରିଆ ନାମକ ଗୋଟିଏ ବ୍ୟାକ୍ଟେରିଆ ଦେଖାଯାଏ। ଦ୍ୟାଟ୍ ମିନ୍ସ ଅଗ୍ନିରେ ମଧ୍ୟ ଆତ୍ମା ବିଦ୍ୟମାନ। ଆଉ ଯୋଉମାନେ ବିଶ୍ୱାସ କରନ୍ତି କି ଅଗ୍ନିରେ ଯଦି କୌଣସି ଜିନିଷ ପୋଡ଼ି ହେଇଯାଉଛି ତାହେଲେ ସବୁ ମାନେ ନଷ୍ଟ ହେଇଯାଉଛି, ତାହା ଗ୍ରହଣୀୟ ନୁହେଁ। କାରଣ ଯେତେବେଳେ ମଣିଷର ମୃତ୍ୟୁ ଘଟୁଛି, ମାନେ ଏଇ ଭୌତିକ ଶରୀରର ମୃତ୍ୟୁ ଘଟୁଛି, ସେତେବେଳେ ଯୋଉ ତାର ଦାହ ସଂସ୍କାର ହଉଛି, ସେଥିରେ ଭୌତିକ ଶରୀରର ମାନେ ଭୌତିକ ଶରୀର ନଷ୍ଟ ହଉଛି, କିନ୍ତୁ ଆତ୍ମା କେବେ ବି ନଷ୍ଟ ହଉନି। ତାହେଲେ ଆମେ ଏଠି କହିପାରିବା କି ଆତ୍ମାକୁ ପୋଡ଼ି ଦିଆଯାଇ ପାରିବ ନାହିଁ। ଯଦି ଆତ୍ମାକୁ ଆମେ ପୋଡ଼ି ପାରିବା ନାହିଁ, ତାହେଲେ ଏହା ବି ଆମେ କହିପାରିବା କି ଯୋଉ ସୂର୍ଯ୍ୟାଲୋକରେ ଶରୀରଧାରୀ ଜୀବଗଣ ମାନେ ରହିପାରିବେ। ଏଥିରେ କୌଣସି ସନ୍ଦେହ ନାହିଁ। ମୁଁ କିଛିଟା ମାନେ ପଏଣ୍ଟସ୍ ସେୟାର କରିବାକୁ ଚାହିଁବି କି ଯେମିତିକି ଆମେ ଏଠି ଦେଖିଲେ ଏ ଶ୍ଲୋକରେ କି ଆତ୍ମାକୁ ମାନେ ଖଣ୍ଡ ଖଣ୍ଡ କରି କଟାଯାଇ ପାରିବ ନାହିଁ, କିମ୍ବା ପାଣିରେ ବୁଡ଼ାଇ ଯାଇପାରିବ ନାହିଁ। ଆତ୍ମାକୁ ପୋଡ଼ି ଦିଆଯାଇ ପାରିବ ନାହିଁ କିମ୍ବା ଶୁଷ୍କ କରି ଦିଆଯାଇ ପାରିବ ନାହିଁ। ଏହା ଚିରନ୍ତନ, ସର୍ବବ୍ୟାପକ, ଅପରିବର୍ତ୍ତନୀୟ ଏବଂ ଶାଶ୍ୱତ ଅଟେ। ଆଉ ଯେହେତୁ ଆତ୍ମା ପରମାତ୍ମା ଯିଏକି ସ୍ଵୟଂ କୃଷ୍ଣ, ତାଙ୍କର ହିଁ କ୍ଷୁଦ୍ର ଅଂଶ ଅଟେ, ତେଣୁ ସେ ଶାଶ୍ୱତ ଅଟେ। ଏବଂ ଏହି ଭୌତିକ ଜଗତ ଓ ମାୟାର ସଂସ୍ପର୍ଶରେ ଆସି ଜୀବ ତାର ସ୍ୱରୂପ ଭୁଲି ନିଜକୁ ଶରୀର ବୋଲି ମନେ କରେ। କିନ୍ତୁ ସତ୍ୟ ଏହା ଯେ we are soul, not this body, and we are eternal servant of Krishna, and Krishna is our master. କିଛିଟା ଟିଚିଂ ହେଲା। ଫାର୍ଷ୍ଟ କି ଏଇ ଶ୍ଲୋକରୁ ଆମେ ଜାଣିଲେ ଯେ ଆତ୍ମାର ଏହି ଯୋଉ ଗୁଣ ଯାକ ବର୍ଣ୍ଣନା କରାଯାଇଛି, ତାହା ଶରୀର ଏବଂ ଆତ୍ମା ଭିତରେ ଥିବା ଭେଦକୁ ଜାଣିବା ପାଇଁ କରାଯାଇଛି। ସେକେଣ୍ଡ, ଭୌତିକ ଜଗତରେ ଶରୀର ଏବଂ ଆତ୍ମା ଭିତରେ ଭେଦ ଅଛି, କିନ୍ତୁ ଆଧ୍ୟାତ୍ମିକ ଜଗତରେ ଶରୀର ଏବଂ ଆତ୍ମା ଭିତରେ କୌଣସି ଭେଦ ନାହିଁ। ଥର୍ଡ, ଆମ ସମସ୍ତଙ୍କୁ ଏହି ଭୌତିକ ଶରୀର ଚେତନାରୁ ଊର୍ଦ୍ଧ୍ୱକୁ ଯିବାକୁ ପଡ଼ିବ, ନହେଲେ ଆମେ ପୁଣି ଜନ୍ମ, ମୃତ୍ୟୁ, ଜରା, ବ୍ୟାଧି ଚକ୍ରରେ ଘୁରି ବୁଲିବା ଏବଂ ଆମକୁ ପୁଣି ଆଉ କୋଉ ଶରୀର ମିଳିବ ତାହା କହିହବ ନାହିଁ। କାରଣ ମୃତ୍ୟୁ ସମୟରେ ଆମେ ଯେମିତି ବି ଡିଜାୟାର ରଖିବା, ଆମର କନସିୟସ୍ ଯେମିତି ରହିବା, ସେଇ ହିସାବରେ ହିଁ ଆମକୁ ଶରୀର ପ୍ରାପ୍ତ ହେବ। ଆଉ ଶ୍ରୀଲ ପ୍ରଭୁପାଦ ସବୁବେଳେ ଆମକୁ ଏହା କହି ଆସିଛନ୍ତି କି stop the business of death and birth cycle, we all have to go back to Godhead। ଆଉ ଆମେ ସେତେବେଳେ ହିଁ ଶରୀର ଚେତନାରୁ ବାହାରି ପାରିବା ଯେତେବେଳେ ଆମେ ଶ୍ରୀକୃଷ୍ଣଙ୍କ ବାଣୀକୁ, ଅର୍ଥାତ୍ ଭଗବତ ଗୀତାକୁ ସିରିୟସଲି ଶ୍ରବଣ କରିବା, ପଢ଼ିବା ଏବଂ ଗୁରୁଙ୍କ ନିର୍ଦ୍ଦେଶ ଅନୁସାରେ କୃଷ୍ଣଙ୍କ ଭକ୍ତି ଏବଂ ସେବା କରିବା, ସେତେବେଳେ ହିଁ ଭଗବତ ଧାମକୁ ଫେରି ପାରିବା ଏବଂ ତାଙ୍କ ସେବା କରିବା। କାରଣ ଜୀବର ସ୍ୱରୂପ ହେଉଛି କୃଷ୍ଣ ନିତ୍ୟ ଦାସ। ହରେ କୃଷ୍ଣ। ଶେଷରେ ଯଦି ମୋ ଦ୍ୱାରା କିଛି ଭୁଲ ହେଇଥିଲେ ତାହେଲେ କ୍ଷମା କରିବେ। हरे कृष्ण। जय जगन्नाथ। बहुत सुंदर भाव सेशन प्रेजेंट कले। गोटे छोट प्रश्न, जमती कि यदि कहीं कह कि आध्यात्मिक जगत बोली किसी ना स्पिरिचुअल जिन स्पिरिट बोली किसी ना, तो तुम केमती बुझेब ए श्लोक आधार? बहुत लोग अच्छा कहे कि शरीर तो अच्छी
एतरे हमें शरीर या फिर शरीर संबंधी जहाँ भी बिजनेस अच्छी किंतु स्पिरिट बोली किसी अच्छी कि किसी देखी यही श्लोक आधार केमती बुझे हरे कृष्ण प्रभु जी धन्यवाद। प्रभु जी ମାନେ ସଂସାରରେ ଯୋଉ ମାନେ ଛୋଟରୁ ଛୋଟ କୀଟ ଭିତରେ ମଧ୍ୟ ମାନେ ଜୀବନ ପ୍ରବାହ ଅଛି ତ obviously ଆତ୍ମା ହିଁ ଥିବ। यही श्लोक आधार केमती बुझे रिलेट कर कि ना स्पिरिट बोली गोटे जिन अच्छी नॉन मटेरियल तुम भाव था आम टे बुली आसवा राजेंद्र प्रभु कहले हरे कृष्ण हाँ फटाफट कह विचार कर अनम्यूट कर हरे कृष्ण प्रभु जी हाँ सुना अच्छे पूरा क्लियर अच्छे कहि परिबेनी प्रभु जी है आम एत जप तप कर स्पिरिचुअल वर्ल्ड वर्ल्ड को जीवा देखला बेलू आम स्पिरिट अच्छी कि ना गोटे लोक बुझेबानी नेक्स्ट जार वीडियो अफ अच्छी कि कहना चाहेब लिपि माता जी लिपि मुदुली माता जी हरे कृष्ण प्रभु जी धन्यवाद प्रणाम। प्रभु जी कहि परिबेनी ओके ठीक म्यूट कर दो म्यूट कर दो हरे ओके कृष्ण प्रभु जी धन्यवाद प्रणाम। हाँ कौन प्रभु जी ଗୋଟେ ଶରୀର ଯେତେବେଳେ ମାନେ ମୃତ୍ୟୁବରଣ କଲେ ତା ଭିତରେ କିଛି ମାନେ ଚଳପ୍ରଚଳ ନଥାଏ ଦ୍ୟାଟ୍ ମିନ୍ସ ତା ଭିତରେ କିଛି ଗୋଟେ ଏମିତି ଜିନିଷ ଥିବ କି ଶରୀର ମାନେ ଚଳପ୍ରଚଳ କରୁଛି କିଛି ଏଇଟା ଭାବିବାର ସତ କଥା କିନ୍ତୁ ଏଇ ଶ୍ଲୋକ ଆଧାରରେ ଆପଣଙ୍କୁ ବୁଝେଇବାର ଅଛି ଏ ଶ୍ଲୋକ ଆଧାରରେ ବୁଝେଇବାର ଅଛି ଯୋଉଟା କହିଲେ ଏଟା ଠିକ ଜିନିଷ କିଏ କହିବା ପାଇଁ ଚାହିଁବେ ନେକ୍ସଟ କିଏ ଅଛନ୍ତି କି ସତ୍ୟବତ ପ୍ରଭୁ ପ୍ରଭୁ ଟିକେ କୋଶ୍ଚିନ୍ ଟିକେ ଆଉ ଥରେ ଟିକେ କହିବେ ଭଲସେ ଶୁଭିଲାନି ହେଲା ଏଇ ଶ୍ଲୋକ ଆଧାରରେ ଆମକୁ ଯଦି କେହି ବି ପଚାରିଲେ କି ସ୍ପିରିଟ ଗୋଟେ ଜିନିଷ ଅଛି ହେଲା ସ୍ପିରିଚୁଆଲ ୱାର୍ଲଡ ଅଛି ମାନେ ସ୍ପିରିଟ ଅଛି ମ୍ୟାଟର ଗୋଟେ ସ୍ପିରିଟ ଅଛି ତେଣୁ ଆମେ କେମିତି ବୁଝେଇବା ଏଇ ଶ୍ଲୋକ ଆଧାରରେ ଆଜ୍ଞା ପ୍ରଭୁ जी ଯେତେବେଳେ ଗୋଟେ ଶରୀର ଯେତେବେଳେ ରହୁଛି ଯେମିତି ଗୋଟେ ଜୀବ ରହୁଛି ତାର ଜୀବଟା ଯେତେବେଳେ ଜନ୍ମ ଯେତେବେଳେ ହଉଛି ତାର ଆକ୍ଟିଭିଟିଜ କରୁଛି ତା ମାନେ ଗୋଡ ହାତ ହଲଉଛି ତାର ବୃଦ୍ଧି ହଉଛି ଆଉ ତାର ଯେତିକି ଶରୀରର ଅଙ୍ଗ ପ୍ରତ୍ୟଙ୍ଗ ବି ତାମାନେ ଇନକ୍ରିଜ କରୁଛି କିନ୍ତୁ ଯେତେବେଳେ ଶରୀର ସିଏ ଯେତେବେଳେ ଛାଡୁଛି ତାର ସବୁ କିଛି ସେମିତି ରହୁଛି କିନ୍ତୁ ଏମିତି କଣ ଗୋଟେ ଜିନିଷ ଯୋଉଟା କି ଚାଲି ଯାଉଛି ସେ ତା ମାନେ ସ୍ଥାୟୀ ରୂପରେ ହେଇଯାଉଛି ମାତାଜୀ ସେଇ କଥା କହିଲେ ତେଣୁ ମୁଁ କହିଥିଲି ଏଇ ଶ୍ଲୋକ ଆଧାରରେ ବୁଝିବା ପାଇଁ ମତେ ଯୋଉଟା ତମେ ଯୋଉଟା କହୁଛ ଦିଟା ଏକ ଠିକ ଜିନିଷ ହେଲା ଏଇ ଶ୍ଲୋକ ଆଧାରରେ ବୁଝିବାର ଅଛି ବହି ଧରି ବସ उत्तम प्रभु लास्ट प्रतिश्रुति माता जी ओके हरे कृष्ण प्रभु प्रभु आओ तेरे क्वेश्चन थे माता जी श्लोक पढ़िले कौन श्लोक थिला 2.24 अच्छेद्य श्लोक थिला तो सेही श्लोक आधार रे हम केही माने पचारुनी कि शरीर तो अच्छी आमे देखुचे आत्मा बोली किसी स्पिरिट बोली गोटे जिनिस अच्छी गोटे नॉन मटेरियल केमती आमे बुझेबा हरे कृष्ण बुझा पड़ला ना आज्ञा प्रभु उत्तर कौन थे प्रभु ए श्लोक आधार रे
ସେ ଦେଇଛି ଆତ୍ମାକୁ ଜଳେଇ ହବନି କି ଶୁଖେଇ ହବନି କି ଆତ୍ମା ଶାଶ୍ୱତ ସର୍ବବିଦ୍ୟମାନ। ଯେତେବେଳେ ଗୋଟେ ମଣିଷ ମୃତ୍ୟୁବରଣ କରୁଛି ସେତେବେଳେ ସେ ତାର ମାନେ ତା ବଡି ତ ଅଛି କିନ୍ତୁ ସେ ମୁଭମେଣ୍ଟ କରିପାରୁନି। ନା ମୁଁ ସେଇ ଅଧା କହିଲେ। ମୁଁ ଏଇ ଶ୍ଲୋକ ଆଧାରରେ ହିଁ ପଚାରିଲି ସେଥିପାଇଁ। ମୁଁ କହିପାରିବିନି। ଓକେ, ସଞ୍ଜୟ ପ୍ରଭୁ କହିବ। हरे कृष्ण प्रभु दंडवत प्रणाम। ना प्रभु जेमती समस्ते एक्चुअली कहउछंती आत्मा कथा तो सेही परे अछि किंतु मु से भाबुथिली जे यार उत्तरटा कोन हे पारे बोली जेहेतु हम माताजी जो श्लोकटा कहले ता विशेष जन क्वेश्चन करे जे केमिति आत्मा बा ये अछि तो से आंसर टा मु भी टिके पाई पारनी आपण टिके कोंतु आज्ञा। पाइबेନି नहीं नहीं ये सीधा श्लोक उत्तर दिया है कि जो काटिबा हाणिबा पुड़िबा जालिदेबा पानी रे नष्ट होइदिबा तो ये सब जिनस जो जिनस प्रति एप्लीकेबल से सब जिनस गुड़ा मटेरियल। तेणु यदि एटा ये सब जिनस गुड़ा ये जो एक्टिविटी जो फंक्शन गुड़ा कहले भगवान कि से सब जिनस फंक्शन गुड़ा जो जिनस प्रति एप्लीकेबल नुह सेटा नॉन मटेरियल सिंपल जिनस ये जो जिनस गुड़ा पोड़ीदेवा जालिदेवा कि नष्ट करदेवा जहाँ भी 5-6टा जिनस कहले भगवान से सब जिनस एप्लीकेबिलिटी को जिनस अच्छी ना जो मटेरियल जिनस आबे तार भगवान कहते ये सब जिनस सोल प्रति एप्लीकेबल नुह तो मटेरियल अपोजिट तो स्पिरिट ना तो ऑब्वियसली स्पिरिट गोटे जिनस अच्छी ना आम केमती कहवा कि मैटर पे आम एप्लीकेबिलिटी देखीदेले स्पिरिट बोली गोटे जिनस अच्छी बोली पूरा प्रपात भावार्थ प्रमाण कर प्रभुपाद भावार्थ संगे माता जी कहले मायावाद खंडन है कि आत्मार सर्वव्यापकता सर्वगता आत्मा केमती कहले ठीक अच्छे बुझीगला ना बुझीगलानी तो जो फंक्शन गुड़ा अच्छी भगवान कहते 2.24 पे भगवान कहते कि खंड खंड पर कटा जाई परिबो नै पानी रे बुड़ाई दे जाई परिबो पुड़ी दे जाई परिबो शुष्क कर दे जाई परिबो ता माने हला पंच महाभूतर इफेक्ट आत्मा ऊपर नाही तो पंच महाभूतटा तो मटेरियल ना सिंपल पंच महाभूत तो मटेरियल तेणु आत्मा ऊपर नाही ताले आत्मा गोटे अलग जिनस जोटा नॉन मटेरियल ताको कहे स्पिरिचुअल से स्पिरिट अच्छी तो स्पिरिचुअल वर्ल्ड भी अच्छी बुझीला समस्त ना तार डाउट रहला तारे कि यार प्रैक्टिकल एप्लीकेशन अच्छी जेतेबेले हमें बुझंती कि ए श्लोक जति गोटे व्यक्ति एनलाइटेन हबो प्रोपर लिखिछन बुद्धिमान व्यक्ति एनलाइटेन हबो तो सी स्पिरिचुअल लेवल को सी उठी परिबो होला जर मृत्युर भय थाए तर मृत्युर जेतेबेले भय थाए से मृत्युर भयरु तो मृत्युर भय थाए जोटी से मृत्युर भयरु से ऊपर को उठी परिबो कहीं ना आमे भगवत गीतार ए श्लोक यदि बुझीबा ताले आमे जानिबा कि आमे स्पिरिचुअल भी आउ कौन सी जिनस हमको नष्ट कर परिबनी होला आउ जो जिनस गुड़ा आमे एबे सुनिले ए भौतिक शरीर को नष्ट कर दोची से जिनस गुड़ा आत्मा को नष्ट कर परिबनी तो सेतेबेले आमे भगवान सेवा रे नित्य स्थित तो हवा नित्य स्थित हवा माने सब समय आमे रहि परिबा एथिपाई आमे आत्मार जो अविनाशी बोली आमे तो जानिबा सेतेबेले वास्तव रे आमे भगवान ये जो मृत्युर भय क्रॉस करके आमे भगवान धाम जाई परिबा तेणु एथिपाई हमको ट्रेंड हबार अच्छी कि स्पिरिचुअल लेवल ये प्रैक्टिस करके ताकि आमे भलो डिवोशनल सर्विस प्रैक्टिस कले एटा हमको इंप्रूव करिवो जोटा गोटे प्लेटफॉर्म ऑफ लाइफ जोटा नॉन मटेरियल होला आमे बेसी दिन बंची न पारंती कारण शरीरटा ये जो फैक्टर गुड़ा कहले पंच महाभूत माध्यम नष्ट हो शरीरटा बेसी दिन आम रखी न पारंती जेतिकी दिन बंचीबा सेतिकी दिन कृष्ण कॉन्शियस होगी बची पारे अर्थात सोल कॉन्शियस होगी बंची पारिबा तो ये श्लोकर बहुत इंपोर्टेंट प्रपात पैरामीटर दौरान
ତା ସାଙ୍ଗରେ ଭଗବାନ କହୁଛନ୍ତି କି ଯେମିତି କହିପାରିବା soul is bullet proof, is fire proof, water proof, wind proof, even time proof। ତେଣୁ ସେଥିପାଇଁ ଆମେ ଯେତେବେଳେ ଆମର ଇଟରନାଲ ଏକ୍ସିଷ୍ଟେନ୍ସ ରେ ଆମ ସିକ୍ୟୁରିଟି ଟାକୁ ଖୋଜିବା କି ଆମେ ବାସ୍ତବରେ ସିକ୍ୟୁର ଆମର ଡେଥ୍ ହବ ହିଁ ନାହିଁ, ସେତେବେଳେ ସେ ସିକ୍ୟୁରିଟି ଟା ଲଙ୍ଗ ଲାଷ୍ଟିଂ ତାପରେ ଇଟରନାଲ ସବଜେକ୍ଟ ମ୍ୟାଟର ରେ ସିକ୍ୟୁରିଟି ଖୋଜିବା ମାନେ ଆମେ ସୋଲ କନସିୟସ ହିଁ ହବା। ତ ଯେ ପର୍ଯ୍ୟନ୍ତ ଆମେ ବଡି କନସିୟସ ହେଇକି ଅଛନ୍ତି ସେ ପର୍ଯ୍ୟନ୍ତ ଆମେ ସବୁବେଳେ ଆମ ଭିତରେ ଭୟଟେ ରହିବ, କାହିଁକି ନା ଶରୀର ନଷ୍ଟ ହବାର ସମ୍ଭାବନା ଅଛି ପଞ୍ଚ ମହାଭୂତ ଦ୍ଵାରା। ସୋଲ କନସିୟସ ହେଲେ କୌଣସି ଭୟ ରହିବନି, ଆଉ ସୋଲ କନସିୟସ ହେଲା ପରେ ଆଶ୍ରୟ ଖୋଜିବା ଦରକାର। ସେଥିପାଇଁ ପ୍ରଭୁପାଦ କହିଲେ କି ମାୟାବାଦ ଖଣ୍ଡନ କଲେ। ସୋଲ କନସିୟସ ହବାର ଅଛି, ଆମେ ଏଇ ସବୁ ଜିନିଷ ଗୁଡା ଆମେ ନନ୍ ମେଟେରିଆଲ ବିଙ୍ଗ, କିନ୍ତୁ ନନ୍ ମେଟେରିଆଲ ବିଙ୍ଗ ଯଦି ଆଶ୍ରୟ ଖୋଜୁନି ତାହେଲେ ସେ ପୁଣି ଟର୍ଚର ହବ। ସେଥିପାଇଁ ପ୍ରଭୁପାଦ ବଢିଆ ସେ ମୁଁ ଭାବୁଥିଲି ପ୍ରଭୁପାଦ ପରପଟ ରେ କାହିଁକି ମାୟାବାଦ ଖଣ୍ଡନ କଥା କହିଲେ, କାହିଁକି ନା ଆତ୍ମା ନନ୍ ମେଟେରିଆଲ ବିଙ୍ଗ, ନନ୍ ମେଟେରିଆଲ ବିଙ୍ଗ ହେଲା ପରେ ଯଦି ସେଲ୍ଟର ନାହିଁ ତାହେଲେ ସେ ପୁଣି କହିବ ମୁଁ ଭଗବାନଙ୍କ ପାଖରେ ମିଶିଯିବି, ମିଶିଲେ ପୁଣି ଏଠିକି ଆସିବ, ସମସ୍ୟା ଅଛି ହେଲା। ତାପରେ ପ୍ରଭୁପାଦ କହିଲେ କି ଆତ୍ମା ସର୍ବଗତ, ଯଦି ଆତ୍ମା ସର୍ବଗତ କଣ ଆତ୍ମା ସ୍ପିରିଚୁଆଲ ୱାର୍ଲ୍ଡ କୁ ଯାଇପାରିବନି କି? ଆତ୍ମା ସୂର୍ଯ୍ୟ ଲୋକକୁ ଯାଇପାରିବ। ପ୍ରଭୁପାଦ କହିଲେ ଗୋଟେ ଅଗ୍ନିକୋକ ବୋଲି ଗୋଟେ ଜୀବ ଅଛି ଯିଏ ଅଗ୍ନିରେ ବଞ୍ଚି ପାରିବ, କିନ୍ତୁ ଆତ୍ମା ସର୍ବଗତ ମାନେ ଆତ୍ମା ମଟେରିଆଲ ୱାର୍ଲ୍ଡ ରେ ବି ରହିପାରିବ, ଆତ୍ମା ସ୍ପିରିଚୁଆଲ ୱାର୍ଲ୍ଡ ରେ ବି ରହିପାରିବ। ଯଦି ସ୍ପିରିଚୁଆଲ ୱାର୍ଲ୍ଡ ରେ ରହିପାରିବ ତାହେଲେ ଆମେ ମଟେରିଆଲ ୱାର୍ଲ୍ଡ ରେ କାହିଁକି ଅଛୁ? ଆମ ପାଖରେ ତ ଅପସନ ଅଛି ଆମେ ସ୍ପିରିଚୁଆଲ ୱାର୍ଲ୍ଡ କୁ ଯାଇପାରିବା ବୋଲି, କିନ୍ତୁ ଆମେ ମଟେରିଆଲ ୱାର୍ଲ୍ଡ ରେ ଅଛନ୍ତି। ତେଣୁ ଏହାର ଇମ୍ପ୍ଲିକେସନ ହେଲା ଆମକୁ ସ୍ପିରିଚୁଆଲ ୱାର୍ଲ୍ଡ ଯିବାକୁ ଅଛି, ଯୋଉଠି ଭଲ ଫ୍ୟାସିଲିଟି ଅଛି। ହରେ କୃଷ୍ଣ। ମନେ ବୁଝିଗଲା ନା କାହାର ମନରେ କିଛି ଡାଉଟ ଅଛି? କମ୍ପ୍ଲିଟ, ଆଉ କିଛି ନାହିଁ। ମାନେ ଯଦି ଆପଣଙ୍କର ବୁଝିଗଲା ନା ନାଇଁ? ଆଜ୍ଞା ବୁଝୁଛି। କାହାର କିଛି ପ୍ରଶ୍ନ ଅଛି ମାତାଜୀଙ୍କୁ ପଚାରି ପାରିବେ। ତାର ଯଦି ପ୍ରଶ୍ନ ଅଛି କେହି ମାତାଜୀଙ୍କୁ ପଚାରିବା ପାଇଁ ଚାହାନ୍ତି ଭଗବତ ଗୀତା ଶ୍ଲୋକ ଅନୁସାରେ, ଫଟାଫଟ କ୍ୱିକ୍ ପଚାର, ଆମ 2 ମିନିଟରେ କମ୍ପ୍ଲିଟ କରିବ। ପ୍ରଭୁ କିଛି ପଚାରିବ କି? ନାଇଁ ବ୍ରୋଜ। ଠିକ ଅଛି, ଆମେ ସେସନକୁ ଏଠି ବିରାମ ଦେବା। ମାତାଜୀଙ୍କୁ ବିଶେଷ ଧନ୍ୟବାଦ, ଆଉ ଯୋଉମାନେ ଉପସ୍ଥିତ ଅଛନ୍ତି ସମସ୍ତଙ୍କୁ ବିଶେଷ ଧନ୍ୟବାଦ। ସନ୍ଧ୍ୟାରେ ଆମେ ଓମ୍ ପ୍ରଭୁଙ୍କଠୁ ଆହୁରି ଶ୍ରବଣ କରିବା କି ଆମେ କେମିତି, ଆଉ ନୂଆ ଶ୍ଲୋକ ବି ଅଛି, କଣ ତାଙ୍କର ଶ୍ଲୋକ ଦିଆ ହେଇଛି ମୋର ମନେ ନାହିଁ। ଠିକ ଅଛି, ହରେ କୃଷ୍ଣ। କଲ୍ପତରୁଶ୍ଚ कृपा सिन्धु भयं पतितानां पावनेभ्यो वैष्णवेभ्यो नमो नमः। अनंत कोटि वैष्णव हरे कृष्ण।